ଜୟ ଜଗନ୍ନାଥ ପିଲାମାନେ, ଆଜି ଚାଲନ୍ତୁ ଆମେ ଅଷ୍ଟମ ଶ୍ରେଣୀର ପ୍ରଥମ ପାଠ ଯାହା ଅଛି ତାହା ଆଲୋଚନା କରିବା। ପ୍ରଥମ ପାଠ ହେଉଛି ଆସ ଉତ୍କଳୀୟ। କବି ହେଉଛନ୍ତି ଜାତୀୟ କବି ବୀରକିଶୋର ଦାସ। ତ ପାଠ ପଢ଼ିବା ପୂର୍ବରୁ ଚାଲ ଆମେ ଜାତୀୟ କବି ବୀରକିଶୋରଙ୍କର ପରିଚୟ ଜାଣିନେବା। କ'ଣ ଅଛି ତାଙ୍କର ପରିଚୟ? ତାଙ୍କ ପରିଚୟ ହେଲା ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। ବୀରକିଶୋର ଦାସକୁ କେଉଁ କବି କୁହାଯାଏ ପିଲାମାନେ? ଜାତୀୟ କବି କୁହାଯାଏ। କେଉଁ କବି? ଜାତୀୟ କବି କୁହାଯାଏ। ମନେ ରଖିବ, ଜାତୀୟ କବି। ସେ 1896 ମସିହା ନଭେମ୍ବର ମାସ 23 ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନମ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? 1896 ମସିହା ନଭେମ୍ବର 23 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁଠି କରିଥିଲେ? ମନେ ରଖିବ, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନମ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ଜଣେ ଦେଶବତ୍ସଳ, ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଉଗ୍ର ଜାତୀୟବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ପନିଶିଖାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ, ତରଳ ଓ ସାବଲୀଳ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀର ଆବାଳ ବୃଦ୍ଧ ପଠିତା ଉଦ୍ବୁଦ୍ଧ ହୋଇ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକ ଗୁଡ଼ିକ ହେଉଛି, ମନେ ରଖିବ ପିଲାମାନେ, କବି କେଉଁ କେଉଁ ପୁସ୍ତକ ରଚନା କରିଛନ୍ତି? ମୋହନବଂଶୀ, ବିଦ୍ରୋହୀ ବୀଣା, ଫୁଲଚନ୍ଦନ, ବୀର ଗୀତିକା ପ୍ରଭୃତି ରଚନା କରିଛନ୍ତି। ଆସ ଉତ୍କଳୀୟ କବିତାଟି କବିଙ୍କ ଦ୍ୱାରା ଲିଖିତ। ବୀର ଗୀତିକା କବିତାରୁ ସଂକଳନ ହୋଇଛି। ପିଲାମାନେ ମନେ ରଖିବ, ଆସ ଉତ୍କଳୀୟ ଗୀତିକାଟି କେଉଁଠୁ ଆସିଛି? ନା ବୀର ଗୀତିକା। ମନେ ରଖିବ ସମସ୍ତେ, ବୀର ଗୀତିକା। ପିଲାମାନେ ଚାଲନ୍ତୁ ଆମେ ପାଠ ବିଷୟରେ ଆଲୋଚନା କରିବା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା। ସ୍ମରଣେ ଯାହାର ଗରବେ ଦୋହର ଆପେ ଆପେ ନଈ ପଡ଼ିବ ମଥା। କ'ଣ କୁହାହେଲା? ଆସ ଉତ୍କଳୀୟ। ଉତ୍କଳ ମାନେ କ'ଣ? ଓଡ଼ିଶାର ଅନ୍ୟ ନାମ ହେଉଛି ଉତ୍କଳ। ପିଲାମାନେ ମନେ ରଖିବ, କଳିଙ୍ଗ, ଉଡ୍ର ଏହିପରି ବିଭିନ୍ନ ପ୍ରକାର ନାମ ଥିଲା ପୂର୍ବବର୍ତ୍ତୀରେ। ତ ଓଡ଼ିଶାର ଅନ୍ୟ ନାମ ଉତ୍କଳୀୟ ମନେ ରଖନ୍ତୁ। ଉତ୍କଳୀୟର ନାମ ଓଡ଼ିଶା। ଏ ଦେଶ ଜାତିର ପୂର୍ବ କଥା। ହେ ଓଡ଼ିଶାବାସୀ, ଆସନ୍ତୁ ଏ ଦେଶର ପୂର୍ବ କଥାକୁ ଆମେ ଜାଣିବା। ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଈ ପଡ଼ିବ ମଥା। ଆମେ ସେମାନଙ୍କର କଥା, ଯେଉଁମାନେ ସ୍ୱାଧୀନତା ସଂଗ୍ରାମ କଥା ମନେ ପଡ଼ିବ, ଆପେ ଆପେ କ'ଣ ହେବ ନା ଆମ ମଥା ନଈ ପଡ଼ିବ। ପୂର୍ବବର୍ତ୍ତୀରେ ଯେଉଁ ସବୁ ଘଟଣା ଘଟିଛି ସେସବୁ ଯଦି ଆମେ ଜାଣିବା, ସ୍ମରଣ ହେବା, ତାହେଲେ ଆମ ମଥା କ'ଣ ହେବ? ଆପେ ଆପେ ନଈ ପଡ଼ିବ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲଣି ଉଭେଇ ଅମର ପଥେ। କେଉଁମାନଙ୍କ କଥା କୁହାଯାଇଛି? ନା ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ ଏମାନେ ସବୁ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେମାନେ କ'ଣ ହେଲେଣି? ଉଭେଇ ଗଲେଣି ମାନେ ଚାଲିଗଲେଣି। ଯଶ କି ତାଙ୍କର ହେବ କି ମଳିନ ଅମଳିନ ପର ତାହା ଜଗତେ। ତାଙ୍କେ ଯେଉଁ ସବୁ କାର୍ଯ୍ୟ କରି ଯାଇଛନ୍ତି, ଯଶ ନାଁ ରଖି ଯାଇଛନ୍ତି, ସେ ନାଁକୁ କିବା ଏ ଦେଶ ଭୁଲି ପାରିବ? ପାଇକ ପୁଅର ଗାରିମାଜା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ସେ ଜାତି ଦାୟଦ ଆମେ ତ ସରବେ, ବୋଳି ହେବା ଅଙ୍ଗେ ସେହି ବିଭୂତି। କ'ଣ କୁହାଗଲା ପିଲାମାନେ? ନା ପାଇକ ପୁଅର ଗାରିମାଜା ଥିଲା। ପାଇକ ବିଦ୍ରୋହ ଜାଣିଥିବ, ମନେ ରଖିଥିବ। ସେ ପାଇକ ବିଦ୍ରୋହରେ ଯୋଗ ଦେଇଥିବା ପାଇକ ପୁଅର ଯେଉଁ ସବୁ ଗାରିମା ଥିଲା, ଗର୍ବ ଥିଲା, ସ୍ୱାଧୀନତା ପାଇଁ ସେ ଯେଉଁ ଆହୁତି ଦେଇଥିଲା, ସେ ଆହୁତିରୁ ଯାହା ବିଭୂତି ବଳିଛି ଆମେ ସର୍ବେ କ'ଣ କରିବା? ନା ନିଜ ଦେହରେ ବୋଳି ହେବା ଆଉ ଆମ ଦେଶ ପାଇଁ ଆମେ ପ୍ରସ୍ତୁତ ହେବା। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମର ବୀରର ରକତ ନଈ। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ
ପଚାରିଲେ ମାଟି ଯିବ ତ କହି। ତୋଷାଳୀ ପ୍ରାନ୍ତରେ ଅର୍ଥାତ୍ ଯେତେବେଳେ ସ୍ୱାଧୀନତା ପାଇଁ ସମର ମାନେ ଯୁଦ୍ଧ ହେଉଥିଲା, ସେ ସମୟରେ ତୋଷାଳୀ ତୀରରେ ଯେଉଁ ସବୁ ରକ୍ତ ବୋହି ଯାଇଥିଲା, ସେ ବିଷୟରେ ଯଦି ଆମେ ଆଲୋଚନା କରିବା, ପିଲାମାନେ ଆମ ଦେହର ଲୋମ ଉଠିଯିବ। ତୋଷାଳୀ ପ୍ରାନ୍ତରେ ଯେଉଁ ସବୁ ରକ୍ତ ବୋହି ଯାଇଥିଲା ସମର ଯୁଦ୍ଧରେ, ଯଦି ଏ ମାଟିକୁ ପଚାରିବା ପିଲାମାନେ, ଏ ମାଟି ମଧ୍ୟ କହିଦେବ କିପରି ସ୍ୱାଧୀନତା ସଂଗ୍ରାମମାନେ ଯେଉଁ ସବୁ ବଳିଦାନ ଦେଇଛନ୍ତି, ଏ ମାଟିକୁ ପଚାରିଲେ ଆଜି ମଧ୍ୟ ସେ କହିଦେଇପାରିବ। ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଜଇଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଆମ ଦେଶର ଯେଉଁ ସବୁ ବାଣୀ ଅଛି, ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯାହା ଥିଲା, ଜଣେ ଯଦି ଆମର ଗୋଟେ ଗାଲକୁ ମାରୁଛି ଆମେ ଅନ୍ୟ ଗାଲ ଦେଖେଇବା, ତ ସେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି, ଶାନ୍ତି ମୈତ୍ରୀର ଭାବନା ଆମ ଦେଶରେ ଯେଉଁପରି ଥିଲା, ତାପରେ କେହି ସରିହେବେ ନାହିଁ। ଅନ୍ୟ କୌଣସି ଦେଶ ଆମ ଦେଶର ସରିହେବ ନାହିଁ। ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ଧରମା ଯେଉଁ କାମ କରି ଯାଇଛି ଆମ ଉତ୍କଳ ପାଇଁ, ସେହି କାମ ଏ ମର୍ତ୍ତ୍ୟମଣ୍ଡଳରେ ଥିବା ପର୍ଯ୍ୟନ୍ତ ନରମାନେ କେବେ ବି ଭୁଲି ପାରିବେ ନାହିଁ। କ'ଣ କରିଥିଲା ନା, ସେ 1200 ବଢ଼େଇଙ୍କ ଜୀବନ ରକ୍ଷା କରିବା ଲାଗି ସେ ନିଜ ଜୀବନକୁ ଜଳରେ ଝାସ ଦେଇଥିଲା। ତ ସେଇ କଥା ଏପର୍ଯ୍ୟନ୍ତ କେହି ଭୁଲିବା ନାହିଁ। ତ୍ୟାଗ ଆଦରସ ଜାତିର ମହତ୍ତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ଆମ ଦେଶର ଯେଉଁ ସବୁ ସ୍ୱାଧୀନତା ସଂଗ୍ରାମୀ ଥିଲେ, ତ୍ୟାଗ ଆଦର୍ଶ ସେ ତ୍ୟାଗ କରୁଥିଲେ ଦେଶ ପାଇଁ ନିଜର ଜୀବନ ଦେଇ ଦେଉଥିଲେ, ନିଜକୁ ବଳି ଦେଇ ଦେଉଥିଲେ। ଗୋପବନ୍ଧୁ ଯେପରି ଦରିଦ୍ରମାନଙ୍କର ବନ୍ଧୁ ସାଜୁଥିଲେ, ନିଜ ପୁତ୍ରକୁ ଛାଡ଼ି ଦେଇ, ନିଜ ପୁତ୍ର ମଧ୍ୟ ଜ୍ୱରରେ ପଡ଼ିଥିଲେ ମଧ୍ୟ ସେ ନିଜ ପୁତ୍ରକୁ ନ ଦେଖି ଲୋକମାନଙ୍କୁ ଦରିଦ୍ର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚାଲି ଯାଇଥିଲେ। ବାଜି ରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି। ତର୍ପଣ କର ସେନା ମହୁଚାରୀ, ସ୍ୱାଧୀନ ସଂଗ୍ରାମ ପୁରାଣ ଫେରାଇ। ବାଜି ରାଉତ ଯେତେବେଳେ ଇଂରେଜମାନଙ୍କର ଫିରିଙ୍ଗିମାନଙ୍କର କଥା ନ ଶୁଣି ସେ ଫେରି ଯାଇଥିଲା, ସେ ସେଠି ତା ନିଜ ଜୀବନକୁ ବଳିଦାନ ଦେଇଥିଲା। ଯେହେତୁ ଇଂରେଜମାନେ କହିଥିଲେ କି ତୁ ଏପଟେ ନୌକା ନେଇ ଆସେ, ସେ ସତ୍ସାହସର ସହିତ ମନା କରିଦେଇଥିଲା। ତାର ଯେପରି ସାହସ ଥିଲା, ବର୍ତ୍ତମାନ ସୈନିକମାନଙ୍କ ମଧ୍ୟରେ ସେହି ସାହସ ଭରି ରହିଛି, ଆଗକୁ ମଧ୍ୟ ରହିଥିବ। ଆଉ ସ୍ୱାଧୀନତା ସଂଗ୍ରାମମାନଙ୍କର ଯେପରି ପିଲାମାନେ ସାହସ ଥିଲା, ସେହି ସାହସ ପୁଣି ଆମେ ଫେରାଇ ଆଣିବା ବୋଲି ଆମର ଆଶା ବିଶ୍ୱାସ। ଏ ବିଷୟରେ ଏହିସବୁ ଆମ ଉତ୍କଳୀୟର ସ୍ୱାଧୀନତା ସଂଗ୍ରାମମାନଙ୍କ ବିଷୟରେ ଆଲୋଚନା କରାଯାଇଛି। କିପରି ସ୍ୱାଧୀନତା ସଂଗ୍ରାମ ଘଟିଛି, କିଏ କେଉଁ ପ୍ରକାର ବଳିଦାନ ଦେଇଛନ୍ତି। ଏଠାରେ ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ସ୍ୱାଧୀନତାରେ ଯୋଗ ଦେଇଥିବା ପାଇକ ପୁଅଙ୍କ କଥା, ବାଜି ରାଉତ କଥା, ଗୋପବନ୍ଧୁଙ୍କ କଥା, ମହାତ୍ମା ଗାନ୍ଧୀଙ୍କ କଥା, ଅନେକ ତୋଷାଳୀର କଥା ମଧ୍ୟ ଏଠି ଉଲ୍ଲେଖ କରାଯାଇଛି। ଆମେ ସମସ୍ତେ ବୁଝିପାରିଲେ ଅତି ସହଜରେ। ପିଲାମାନେ ଚାଲ ଆମେ ପ୍ରଶ୍ନ ଉତ୍ତର ଦେଖିବା। ପ୍ରଥମେ କ'ଣ ଦେଇଛି, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦେବା। ଏକରେ କ'ଣ କହିଛି, ଏ ଦେଶ ଜାତିର ପୂର୍ବ କଥା। ଏହି ପାଦରେ ଥିବା ପୂର୍ବ କଥାଟି କେଉଁ କଥା ପ୍ରକାଶ କରୁଛି? ପୂର୍ବ କଥାଟିର ଅର୍ଥ କ'ଣ ପ୍ରକାଶ କରୁଛି ପିଲାମାନେ? କ'ଣ ତାରା ଚିହ୍ନ ଦେବାକୁ କହିଛି ଆମକୁ? ଏଇଟା ହେଉଛି
ଅତୀତର ଗୌରବ କଥା ମନେ ରଖ ପିଲାମାନେ, ଏଠାରେ ଷ୍ଟାର ଚିହ୍ନ ଦେବ। ତୃତୀୟ ନମ୍ବରରେ କ'ଣ କହିଛି? କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି? କେଉଁ ବିଷୟରେ? ଯେଉଁ ଆମେ କବିତାଟି ପଢ଼ିଲେ କେଉଁ ବିଷୟରେ ହୋଇଛି? ଦେଶର ପ୍ରଗତି, ଦେଶର ଅର୍ଥନୀତି, ଦେଶର ଅଲିଭା କାହାଣୀ, ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ଦେଶର ଅଲିଭା କାହାଣୀ ପିଲାମାନେ କ'ଣ? ଦେଶର ଅଲିଭା କାହାଣୀ। ଏଠାରେ ଷ୍ଟାର ଦେବ ପିଲାମାନେ, ଷ୍ଟାର, ବୁଝିଲ? ପିଲାମାନେ 3 ନମ୍ବର ଦେଖ, ସେ ପୁଅ ମହିମା ହେବ କି କଳି। ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି? ସେ ପୁଅ ମହିମା ହେବ କି କଳି। ଏହି ପାଦରେ ସେ, ଏହି ସେ ଶବ୍ଦଟି କାହା ପାଇଁ ହୋଇଛି? ବକ୍ସି ଜଗବନ୍ଧୁଙ୍କ ପାଇଁ ହେଇଛି, ନା ଧର୍ମପଦ, ନା ଗୋପବନ୍ଧୁ, ନା ବାଜିରାଉତ? କାହା ପାଇଁ ପିଲାମାନେ? ଏଠାରେ ଗୋପବନ୍ଧୁଙ୍କ ପାଇଁ ହେଇଛି। ମନେ ରଖିଥାଅ ପିଲାମାନେ, ଗୋପବନ୍ଧୁଙ୍କ ପାଇଁ ହୋଇଛି। ପିଲାମାନେ 4 ନମ୍ବର ଦେଖ, ମକତି ପଥର ସୈନିକ ବୋଲି କବିତାରେ କାହାକୁ କୁହାଯାଇଛି? ଏହି କବିତାରେ ମକତି ପଥର ସୈନିକ ବୋଲି କାହାକୁ କୁହାଯାଇଛି? କାହାକୁ? ଚନ୍ଦନ ହଜୁରୀ, ଗୋପବନ୍ଧୁ, ଧରମା, ବାଜିରାଉତ? କାହାକୁ କୁହାଯାଇଛି ପିଲାମାନେ? କାହାକୁ କୁହାଯାଇଛି? ମନେ ରଖ, ବାଜିରାଉତ। କିଏ? ବାଜିରାଉତ। ପିଲାମାନେ ଦେଖନ୍ତୁ, କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଗ କରିବା କିପରି? ପ୍ରଥମେ ଦେଖାଯାଇଛି କରେ, ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ଗଲେଣି ଓ ଭାଇ, ଅମର ପଥେ। ତା ସହିତ କ'ଣ ସମାନ ହେଉଛି ଖ ସ୍ତମ୍ଭରେ? ଦେଖ କ'ଣ? ଦେଖ 1 ନମ୍ବର ସହିତ 4 ନମ୍ବର ମେଳା ହେଉଛି। 1 ନମ୍ବର ସହିତ 4 ନମ୍ବର। ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ କରି ଅମର ହୋଇଛନ୍ତି। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମର ବୀରରେ ରଖତ ନଈ। କାହା ସହିତ ହେଉଛି? 2 ନମ୍ବର। 2 ସହିତ ମଧ୍ୟ ହେଉଛି। ତୋଷାଳୀ ପ୍ରାନ୍ତରେ ରକ୍ତ ନଦୀ ପ୍ରଭାବିତ ହୋଇଥିଲା। 2 ନମ୍ବର 2। 3 ନମ୍ବର ଦେଖ, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବେ କି କଳି। ତ 3 ନମ୍ବର ଦେଖ ପିଲାମାନେ 1 ନମ୍ବର ସହିତ ହେଉଛି ସମାନ। 4 ନମ୍ବର ଦେଖ, ବାଜିରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେ। ବାଜିରାଉତ, ମୁକ୍ତି ପଥର ସୈନିକ ବାଜିରାଉତ 3 ନମ୍ବର ସହିତ 4 ନମ୍ବରଟି 3 ନମ୍ବର ସହିତ ସମାନ ହେଉଛି। ମନେ ରଖିଲେ ପିଲାମାନେ। 1 ନମ୍ବର କାହା ସହିତ ହେଉଛି ସମାନ? 4 ନମ୍ବର। 2 ନମ୍ବର 2 କି 2। 3 ନମ୍ବର 1 ସହିତ। 3 ନମ୍ବର 1 ସହିତ। 4 ନମ୍ବର 3 ସହିତ। ମନେ ରଖିଲ ପିଲାମାନେ। ପିଲାମାନେ କବିତାର ପଦଗୁଡ଼ିକୁ ଆଲୋଚନା କରିବା, ଏଇଟା ଆମେ ପୂର୍ବବର୍ତ୍ତୀ ସମୟରେ ଆଲୋଚନା କରିଦେଇଛନ୍ତି। ପୁଣି ତୁମେ ଟିକେ ଭିଡ଼ିଓ ଦେଖି ଆଲୋଚନା କରିଦେବ। ବୁଝି ବିଚାରି ଲେଖ। ଏ ଦେଶ ଜାତିର ପୂର୍ବ କଥା ଉକ୍ତ ଧାଡ଼ିରେ କେଉଁ ଦେଶ ଓ ଜାତିର ପୂର୍ବ କଥା ସମ୍ପର୍କ କୁହାଯାଇଛି? କେଉଁ ଦେଶ? ନା ଆମ ଭାରତ ଦେଶ, ଆମ ନିଜ ଦେଶ, ସ୍ୱଦେଶ ଭାରତ ବିଷୟରେ କୁହାଯାଇଛି। ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ କେଉଁ ପଥର ପଥିକ ଥିଲେ? ସେମାନେ କେଉଁ କାର୍ଯ୍ୟ ପାଇଁ ଅମର କହିଲେ ପିଲାମାନେ? ସେମାନେ ସ୍ୱାଧୀନତା ସଂଗ୍ରାମରେ ଯଶ କୀର୍ତ୍ତି ଅର୍ଜନ କରି ଯାଇଛନ୍ତି। ସେମାନେ ଏ ଉତ୍କଳକୁ ସ୍ୱାଧୀନତା ଆଣିବା ପାଇଁ ସଂଗ୍ରାମ ପଥରେ ପଥିକ ଥିଲେ, ଯୁଦ୍ଧ ସମର ପଥିକରେ। ଗ ନମ୍ବର ଦେଖ,
ସେ ଜାତି ଦାୟାଦ ଆମେ ତ ସର୍ବେ। ଉକ୍ତ ପଦରୁ ତୁମେ କ'ଣ ବୁଝିଲ? ନା ଏହି ପଦରୁ ଯେଉଁ ସ୍ୱାଧୀନତା ସଂଗ୍ରାମମାନେ ପୂର୍ବବର୍ତ୍ତୀ ସମୟରେ ଆମ ଉତ୍କଳକୁ ସ୍ୱାଧୀନତା ଦେଇ ଯାଇଛନ୍ତି, ସେହିପରି ଆମେ ସେମାନଙ୍କ ପରି ହେବା, ଆମେ ମଧ୍ୟ ଯୁଦ୍ଧ କରିବା। ଆମ ଉତ୍କଳକୁ ସ୍ୱାଧୀନତା ପାଇଥିଲେ ମଧ୍ୟ କିପରି ସଜାଡ଼ିବା ତାହା ଆମେ ସେମାନଙ୍କ ଦାୟିତ୍ୱ ଭାବରେ ରହିବା। କବିତାରେ ଦେଶପ୍ରେମ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି। ତୁମେ ଦେଶପ୍ରେମ ସମ୍ପର୍କରେ ଯାହା ଜାଣିଛ ଲେଖ। ଦେଶପ୍ରେମ ବିଷୟରେ କ'ଣ କ'ଣ କରିପାରିବ ପିଲାମାନେ? ନିଜେ ଗୋଟେ ସ୍ୱାଧୀନତା ସଂଗ୍ରାମ ପରେ ନିଜକୁ ପ୍ରସ୍ତୁତ କରିପାରିବ, ସୈନିକ ହୋଇପାରିବ, ଆରକ୍ଷୀ ହୋଇପାରିବ, ନିଜ ଦେଶକୁ ପ୍ରେମ ବାଣ୍ଟିବା ପାଇଁ ନିଜକୁ ବଳିଦାନ ଦେଇପାରିବ ମଧ୍ୟ। 1 ନମ୍ବର କ'ଣ କୁହାଯାଇଛି? ଏହି କବିତାଟି ଏକ ଦେଶାତ୍ମକବୋଧକ କବିତା, ଯାହା ଆମକୁ ଆମ ରାଜ୍ୟ ଓ ଦେଶକୁ ଭଲ ପାଇବାର ପ୍ରେରଣା ଜାଗ୍ରତ କରାଏ। ଏହି କବିତାଟିକୁ ତୁମକୁ କେଉଁ ପ୍ରେରଣା ପ୍ରଦାନ କରୁଛି? ଏହି କବିତାଟି ଆମକୁ କ'ଣ ପ୍ରଦାନ କରୁଛି ପିଲାମାନେ? ସତ୍ସାହସ ପ୍ରଦାନ କରୁଛି। ଆମେ କିପରି ନିଜକୁ ନ ଭାଙ୍ଗି ପାଇକ ପୁଅ ପରି ବୀର ହୋଇପାରିବା, ସେହି ସାହସ ପ୍ରଦାନ କରୁଛି। ଅନୁମାନ ଓ କଳ୍ପନା। ତୁମେମାନେ ମିଳିମିଶି ଆଲୋଚନା କର ଏବଂ ଲେଖ। ବକ୍ସି ଜଗବନ୍ଧୁ ପରି ହେବା ପାଇଁ ତୁମେ କ'ଣ କରିପାରିବା ଉଚିତ କହିଲ? ନିଜକୁ ସେଇ ବକ୍ସି ଜଗବନ୍ଧୁ ପରି ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ପିଲାମାନେ। ନିଜକୁ ଜୀବନ ଦେବାକୁ ପଡ଼ିବ, ବଳିଦାନ ଦେବାକୁ ପଡ଼ିବ। 6 ନମ୍ବର, ନିଜକୁ ପାଇକ ପୁଅ ଭାବି ଦେଶ ସେବା ପାଇଁ କ'ଣ କରିପାରିବ? ନିଜକୁ ପାଇକ ପୁଅ ଭାବି ଭାରତ ମାତାର ଏକ ସୈନିକ ଭାବରେ ମଧ୍ୟ ସେବା କରିପାରିବ। 9 ନମ୍ବର, କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିକୁ ଅମର କରିଥାଏ? ଯେତେବେଳେ ଜଣେ ନିଜ ଦେଶ ପାଇଁ ସ୍ୱାଧୀନତା ଫେରାଇ ଆଣିବା ପାଇଁ ନିଜକୁ ବଳିଦାନ ଦେଇଥାଏ, କିମ୍ବା କୌଣସି ସମରରେ ନିଜ ଦେଶ ପାଇଁ ବଳିଦାନ ଦେଇଥାଏ, ତେବେ ଜଣେ ବ୍ୟକ୍ତିକୁ ଅମର କରିଥାଏ। 6 ନମ୍ବର ପିଲାମାନେ, ଯଦି ତୁମେ ତୋଷାଳୀ ପ୍ରାନ୍ତରେ ଥାନ୍ତ, ତେବେ ସେହି ରକ୍ତ ନଈକୁ ଦେଖିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହୋଇଥାନ୍ତା? ବୀରର ତ୍ୟାଗ ଜାଗ୍ରତ ହୋଇଥାନ୍ତା, ମନରେ ବୀରତ୍ୱ ଫେରି ଆସିଥାନ୍ତା। ତ 9 ନମ୍ବର, ଯଦି ତୁମେ ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତ, ତେବେ ତୁମେ କେଉଁ କାର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତ? ଯଦି ଆମେ ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତେ, ତେବେ ଆମ ଦେଶ ଓ ରାଜ୍ୟକୁ ସ୍ୱାଧୀନତା ଫେରାଇ ଆଣିବା ପାଇଁ ଅଧିକ ଗୁରୁତ୍ୱ ଦେଇଥାନ୍ତେ, ସମର ପାଇଁ ଆଗତୁର ହୋଇଯାଇଥାନ୍ତେ। ପିଲାମାନେ କବିତା ରଚନା। ଜାତି ପାଇଁ ଦିନେ ବାଳୁତ ଧରମା ଝାସିଥିଲା ପ୍ରାଣ, ସାଗର ଜଳେ ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ଜଳେ। ଏହି ପଦ୍ୟାଂଶର ଶେଷ ଶବ୍ଦକୁ ଧ୍ୟାନର ସହ ଦେଖ। ସାଗର ଜଳେ ଏବଂ ଧରଣୀ ତଳେ ରେ ଜଳେ ଓ ତଳେ ପଦର ବ୍ୟବହାର କରାଯାଇଛି। ଏହି ଦୁଇ ପଦର ଶେଷ ଧ୍ୱନି ଏକା ଭଳି। ଏହି ବିଶେଷତାକୁ ଓଡ଼ିଆ ଭାଷାରେ ପୂର୍ଣ୍ଣ ମିତ୍ରାକ୍ଷର କୁହାଯାଏ। ଏବେ ତଳେ ଯାଇଥିବା ପ୍ରଶ୍ନଗୁଡ଼ିକ ସାଙ୍ଗମାନଙ୍କ ସହ ଆଲୋଚନା କର ଏବଂ ଲେଖ। ଆସ ଜାଣିବା, ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ କବିତା ଲେଖିଲେ କେଉଁ ବିଶେଷ ପ୍ରଭାବ ପଡ଼ିଥାଏ? କେଉଁ ବିଶେଷ ପଡ଼ିଥାଏ କହିଲେ? ପୂର୍ଣ୍ଣ ମିତ୍ରାକ୍ଷର ବିଶେଷ ବ୍ୟବହାର ହେବା ସହିତ ଭାଷାରେ ଶାଳୀନତା ଏବଂ ବୀରତ୍ୱ ମଧ୍ୟ ପ୍ରଭାବ ପଡ଼ିଥାଏ। କବିତାକୁ ପ୍ରଭାବଶାଳୀ କରିବା ପାଇଁ ଆଉ କେଉଁ କେଉଁ ଭାବ ପ୍ରୟୋଗ କରାଯାଇଥାଏ ଲେଖ। କବିତାକୁ ପ୍ରଭାବଶାଳୀ କରିବା ପାଇଁ ନିଜର ବୀରତ୍ୱ ଭାବ, ପାଇକ ପୁଅର ସେଇ ବୀର କାହାଣୀର ପ୍ରଭାବ ନିଜକୁ ପ୍ରଭାବିତ କରିଥାଏ ଏବଂ ସେତେବେଳେ ତୋଷାଳୀ ତୀରରେ ବହିଯାଉଥିବା ରକ୍ତର ନଦୀକୁ ଦେଖି ନିଜ ଦେହର ସତ୍ସାହସ, ବାଜିରାଉତର ସେହି ସାହସ ନିଜ ମନରେ ପ୍ରଭାବ ପକାଉଛି। ପିଲାମାନେ ଏଠି ଦେଇଛି, ତୁମ ସାଙ୍ଗମାନଙ୍କ ସହ ମିଶି
ଆଲୋଚନା କରି ତଳେ ଯାଇଥିବା ଖାଲି ସ୍ଥାନରେ ଧରଣୀର ସମାର୍ଥବୋଧକ ଶବ୍ଦଗୁଡ଼ିକ ଲେଖ। ଧରଣୀ କାହାକୁ କୁହାଯାଏ ପିଲାମାନେ? ଧରଣୀର ସମାର୍ଥବୋଧକ ହେଉଛି ଗୋଟେ